ଗୀତରେ ମୋହିତ କରିଥିଲେ ଲକ୍ଷ ଲକ୍ଷ ଶ୍ରୋତାଙ୍କୁ। ଓଡ଼ିଆ ସଙ୍ଗୀତ ଜଗତକୁ ଦେଇଥିଲେ ଅନେକ କାଳଜୟୀ ଗୀତ। ରେଡ଼ିଓରୁ କ୍ୟାସେଟ୍, କ୍ୟାସେଟ୍ରୁ ୟୁଟ୍ୟୁବ୍, ଆଜି ବି ଅମର ତାଙ୍କ ସ୍ୱର। ଓଡ଼ିଆ ସଙ୍ଗୀତର କଥା ଉଠିଲେ ଯେଉଁ କେତେଜଣ ନାମ ସର୍ବପ୍ରଥମେ ମନକୁ ଆସେ ସେମାନଙ୍କ ଭିତରେ ଅନ୍ୟତମ ହେଲେ ଅକ୍ଷୟ ମହାନ୍ତି। ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କ ପାଇଁ ସେ କେବଳ ଜଣେ ଗାୟକ ନୁହନ୍ତି, ବରଂ ଏକ ଭାବନା। ନିଜର ନିଆରା କଣ୍ଠ, ସଙ୍ଗୀତ, ସଂଯୋଜନା ଓ ଗୀତ ଲେଖନୀ ପାଇଁ ସେ ଓଡ଼ିଆ ସଙ୍ଗୀତ ଜଗତକୁ ନୂଆ ଏକ ଉଚ୍ଚତାକୁ ନେଇଯାଇଥିଲେ। 1936 ମସିହାରେ କଟକରେ ଜନ୍ମଗ୍ରହଣ କରିଥିବା ଅକ୍ଷୟ ମହାନ୍ତି ଛୋଟବେଳୁ ସଙ୍ଗୀତ ପ୍ରତି ଆକୃଷ୍ଟ ଥିଲେ। ସଂଘର୍ଷ ମଧ୍ୟରେ ସଙ୍ଗୀତର ଯାତ୍ରା ଆରମ୍ଭ କରିଥିବା ଏ କଳାକାର ପରେ ଓଡ଼ିଆ ଆଧୁନିକ ସଙ୍ଗୀତ ଜଗତରେ ଏକ ଯୁଗ ସୃଷ୍ଟି କରିଥିଲେ। ସ୍ମୃତି ତୁମେ, ଅଭିମାନିନୀ ଅମାନିଆ ଢେଉ ଭଳି ଅନେକ ଗୀତରେ ଆଜି ବି ଶ୍ରୋତାଙ୍କ ହୃଦୟରେ ସେ ଜୀବନ୍ତ ରହିଛନ୍ତି। ସେ କେବଳ ଜଣେ ଗାୟକ ନୁହନ୍ତି, ସେ ଥିଲେ ଜଣେ ସଫଳ ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ କଥାକାର। ଓଡ଼ିଆ ଭାଷାର ସରଳ ଶବ୍ଦକୁ ସ୍ୱରରେ ସଜାଇ ସେ ସାଧାରଣ ଲୋକଙ୍କ ଜୀବନ ଓ ଭାବନାକୁ ଗୀତରେ ଉତାରୁଥିଲେ। ସେଥିପାଇଁ ତାଙ୍କ ଗୀତ ଆଜି ବି ପୁରୁଣା ଲାଗେନା। ଅକ୍ଷୟ ମହାନ୍ତିଙ୍କ ଅବଦାନ ପାଇଁ ସେ ଅନେକ ସମ୍ମାନ ଓ ପୁରସ୍କାର ପାଇଥିଲେ, ହେଲେ ତାଙ୍କ ପାଇଁ ସବୁଠୁ ବଡ଼ ପୁରସ୍କାର ଥିଲା ଶ୍ରୋତାଙ୍କ ଭଲ ପାଇବା। 2002 ମସିହାରେ ସେ ଇହଲୀଳା ତ୍ୟାଗ କରିଥିଲେ, କିନ୍ତୁ ତାଙ୍କର ସ୍ୱର ଆଜି ବି ଅମର ହୋଇ ରହିଛି। ଆଜି ବି ଯେତେବେଳେ ତାଙ୍କ ସଙ୍ଗୀତ କାନରେ ବାଜେ ସେତେବେଳେ ଲାଗେ ସତେ ଯେମିତି ଓଡ଼ିଆ ସଙ୍ଗୀତର ସୁବର୍ଣ୍ଣ ଯୁଗ ଫେରିଆସିଛି। ଅକ୍ଷୟ ମହାନ୍ତି ନାହାନ୍ତି ସତ, କିନ୍ତୁ ତାଙ୍କ ସୃଷ୍ଟି ତାଙ୍କୁ ଚିରଞ୍ଜୀବୀ କରି ରଖିଛି। ବ୍ୟୁରୋ ରିପୋର୍ଟ, ଜନଗଣ ଟିଭି।